ବିହନ ଭାକୁର ତ ପୁରା ବିହନ କାହିଁ ତମେ ପାଟି କରୁଥିଲ? ପାର୍ଟି କରିବିନି କି ଅପରାଧ କରିଥିଲି ମତେ ମୋ ପାଖରେ କାହିଁକି ମୋ ଇଜ୍ଜତ ସହିତ ଖେଳ ଖେଳିଲ କାହିଁକି ମତେ କୁଆରୀ ଅବସ୍ଥାରୁ ମା ସଜିଦି ଆଶ୍ଚ ଯେ ଆଶ୍ଚ ତମର ଦେଖା ଦର୍ଶନ ନାହିଁ ତମେ ମା ହେଇଗଲ ଆଉ କଣ ଭଳିଆ ଦେଖା ଯାଉଛି ମୁଁ ଡାଡି ହେଇଗଲି ସେ ମା ହେଇଗଲେ ମୁଁ ଡାଡି ହେଇଗଲି ଏଇଠି ପଦେ କହିଲା ତମେ ଝିଅ ମା ହେଲ ନା ପୁଅ ମା ହେଲ ଆରେ କୁହ ନା ତମେ ଝିଅ ମା ହେଲ ନା ପୁଅ ମା ହେଲ ଆରେ କୁହ ନା ଏ କଣ ଏମିତି କରୁଛୁ ଏ ତତେ ବା ଦାୟିତ୍ୱ ଦେଇଥିଲି ତା କଥା ମେଡିକାଲରେ ବୁଝିବୁ ଏ ସେ କଣ କହୁଛି କିଛି ବୁଝିନା ଆରେ ମତେ ସୁଭଦ୍ରା ଯୋଜନା ଆଜ୍ଞା ମୁଁ ତାର ସବୁ ପ୍ରକାର ଦାୟିତ୍ୱ ନେଇଛି ନର୍ସିଂ ହୋମରେ ଛୁଆ ଜନ୍ମ ଠାରୁ ଆରମ୍ଭ କରି ଏଠି ଆସି ପହଞ୍ଚିବା ପର୍ଯ୍ୟନ୍ତ ଟୋଟାଲ ଖର୍ଚ୍ଚ ଆଜ୍ଞା ମୁହଁ ପକେଟରୁ କରୁ ଏଇ ଭାଷା ଦିଦିକି ନେଲୁନି ଆଜ୍ଞା ଆଶା ପ୍ରାଇଭେଟ ହସ୍ପିଟାଲ ପଳାସୁ ଆଜ୍ଞା ବିଶ୍ୱାସ କରିବେନି ଆପଣ ଯଦି ମୋ ଜାଗାରେ ଥାନ୍ତେ 8 ଦିନ ଯାଏ ଭାତ ଭୁଜା ଖାଇ ପାରୁନଥାନ୍ତେ ଆଜ୍ଞା ପୁରୁଷକୁ ହେଇ ଏଇ ହାତରେ ନାଳ ରକ୍ତ ମୁଁ ସବୁ ସଫା କରିଛି ପିଲାର ଝାଡା ପରିସ୍ରା ଠାରୁ ଆରମ୍ଭ କରି ମାର ଝାଡା ପରିସ୍ରା ଯାଏ ସବୁ ମୁଁ ହାତରେ ସଫା କରିଛି କରିବାକୁ ସବୁ କରୁଛ ଅଫିସ ନେଇ ପାଇଲୁନି ହେଲେ ତମର କଣ କିଛି ଦାୟିତ୍ୱ ନଥିଲା ତମ ପିଲାର ମା ହେଲେ ପିଲା ଆମ ଦି ଜଣଙ୍କର ଦାୟିତ୍ୱ ତମେ ଦି ଜଣ ନେବା କଥା ହେଲେ ପିଲା ହେଲା ପରେ ତମେ ପଳେଇ ଆସିଲ ଟିକେ ବି ଦେଖା କରିବା ପାଇଁ ଗଲନି ଏ ମାଏ ସେ ସବୁ କଥା ଛାଡ଼ ବର୍ତ୍ତମାନ କଣ ହବ ସେ କଥା କହ କଣ ହବ ମୀନାକୁ ମୋ ପୁଅକୁ ନେଇକି ତାଙ୍କ ଘରକୁ ଯିବି ତୁ ଆମ ଘରକୁ ଯିବୁ ହଁ ମୁଁ ତମ ଘରକୁ ଯିବି ଛୁଆ ନେଇକି ଯିବୁ ଆଉ କାହାକୁ ନେଇକି ଯିବି ହେ ନା କଣ ହେ ନା ଏ ଭଲ ହବନି କଥାଟା ଆଉ କଣ ହବ ଏ ଲୋକମାନେ କହିବେ ଇଏ ମିନ କେତନ ଗୋଟେ ଛୁଆଳି ମାଆକୁ ବାହା ହେଇଗଲା ନା ତାହେଲେ କଣ କରିବ ଚିନ୍ତା କରିବୁ ଠିକ ଅଛି ଚିନ୍ତା କର ଶୀଘ୍ର କର ଚିନ୍ତା କଲ ହଁ ଚିନ୍ତା କରିବୁ କଣ କଲ ମାରିଦବା କାହାକୁ? ଛୁଆକୁ ନାଇଁ ନାଇଁ ତମ ଭଲ ଭାବରେ ସବୁଟିକୁ ମାରିଦେଲି ତମେ ଯାହା କହିବ ମୁଁ ତମ ସବୁ କଥା ମାନିବି ହେଲେ ତମ ପିଲାକୁ ମାରନି ତମରି କଥାରେ ପଡିକି ସିନା ପୋଲିସ ଆମକୁ ଉପରେ ଉପରେ ଭଲ ପାଉଛି ହେଲେ ତମକୁ ସମୟ ଗ୍ରହଣ କରିସାରିଛି ଏତେ ବାଟ ଆଗେଇ ଗଲୁଣି ପଛକୁ ପଡେ ଗୋଟେ କାମ କର ଛୁଆଟାକୁ ତୁ ମାରିଦେ ମୁଁ ଏ ଛୁଆକୁ ମାରିବି ତମ ମୁଣ୍ଡ ଠିକ ଅଛି ତ ଆଉ ତୁ ଜନ୍ମ କରିବୁ ତ ବୋପା ମାରିବ ଛୁଆକୁ ମାର